ଗୋଟିଏ ଜଙ୍ଗଲରେ ଏକ ହୁଷ୍ଟପୁଷ୍ଟ ଚାଲାକ ବିଲୁଆଟିଏ ରହୁଥିଲା। ସବୁଦିନ ପରି ସେ ସକାଳୁ ତା ଖାଦ୍ୟ ଖୋଜିବାରେ ବାହାରିଲା। ସେଦିନ ସେ ଖାଦ୍ୟ ଖୋଜୁ ଖୋଜୁ ବାଟରେ ଗୋଟେ ହାତୀକୁ ଦେଖିଲା। ହାତୀଟି ଜମା ହଲଚଲ ହେଉନଥିଲା। ସେ ପାଖକୁ ଯାଇ ଦେଖିଲା ବେଳକୁ ଜାଣିବାକୁ ପାଇଲା ଯେ ହାତୀଟି ମରିଯାଇଛି। ଆରେ ଏ ହାତୀରେ ତ ମରି ଯାଇଛି। ଓହୋ, ସେତେବେଳୁ ଖାଦ୍ୟ ଖୋଜି ଖୋଜି ଥକି ଗଲିଣି। ଯାହା ହଉ ଏ ହାତୀଟା ମୋ ନଜରରେ ପଡିଗଲା। ଆଉ କେହି ଦେଖିନଥିଲେ ୟାକୁ। କେତେବେଳୁ ଖାଇ ଦେଇଥାନ୍ତେ ନହେଲେ ୟାକୁ। ଏତେ ବଡ ହାତୀ, ୟାକୁ ତ ମୁଁ କେତେ ଦିନ ପର୍ଯ୍ୟନ୍ତ ଖାଇପାରିବି। ଏବେ କିଛି ଦିନ ଯାଏ ତ ମତେ ଆଉ ଖାଦ୍ୟ ଖୋଜିବାକୁ ବି ପଡିବନି। ଆହା, ବିଲୁଆଟି ମରିଯାଇଥିବା ହାତୀକୁ ପାଇ ବହୁତ ଖୁସି ହୋଇଗଲା। କିନ୍ତୁ ହାତୀର ଚମଡ଼ା ଏତେ ମୋଟା ଥିଲା ଯେ ସେ ଛିଡେଇ ଖାଇପାରୁନଥିଲା। ସେ ଏପଟ ସେପଟ ହେଇ ଚାରିଆଡୁ ଚେଷ୍ଟା କଲା। ହେଲେ ହାତୀ ଚମଡ଼ାକୁ ଛିଡେଇ ପାରିଲାନି କି ଖାଇପାରିଲାନି। ଖାଦ୍ୟ ସାମ୍ନାରେ ଥାଇ ମଧ୍ୟ ନ ଖାଇପାରିବାରୁ ସେ ବିରକ୍ତ ହୋଇଗଲା। କେମିତି ଖାଇବ ଏମିତି ଭାବୁଥିବା ବେଳେ ବିଲୁଆ ଦେଖିଲା ଅଳ୍ପ ଦୂରରୁ ଗୋଟେ ସିଂହ ଆସୁଛି। ସିଂହ ଆସି ବିଲୁଆକୁ ଦେଖି ପଚାରିଲା, ଆରେ ବିଲୁଆ, ତୁ ଏଠି କଣ କରୁଛୁ? ଆଉ ପୁଣି ତୋର ଏତେ ସାହସ, ତୁ ମୋ ଆଗରେ ଛିଡା ହେଇଛୁ? ହଁ, ନାଇଁ ଆଜ୍ଞା। କଥା କଣ କି? କଣ କହୁନୁ? କଥା କଣ କି? ମୁଁ ଏ ହାତୀଟା ଆପଣଙ୍କ ପାଇଁ ରଖିଥିଲି। ସେଥିପାଇଁ ଏଠି ଆପଣଙ୍କ ବାଟ ଚାହିଁ ବସିଥିଲି। ହଁ, ମୋ ପାଇଁ ତୁ ଖାଦ୍ୟ ରଖୁଛୁ? ତୁ ମତେ ଖାଦ୍ୟ ଦବୁ? ମୁଁ ମୋ ଖାଦ୍ୟ ନିଜେ ଶିକାର କରି ଖାଏ। ଯା, ପଳେଇ ଯା ଏଠୁ, ପଳା। ଆଜ୍ଞା। ଏତିକି କହି ସିଂହ ସେଠୁ ପଳେଇଲା। ବିଲୁଆ ମନେ ମନେ ଭାବିଲା, ଯାହା ହେଉ ଆଜି ତା ଜୀବନ ବଞ୍ଚିଗଲା। ସେତିକିବେଳେ ବିଲୁଆ ଦେଖିଲା ଗୋଟେ ହେଟା ବାଘ ତା ଆଡକୁ ଆସୁଛି। ବିଲୁଆ ଗୋଟେ ଉପାୟ ଚିନ୍ତା କରି ମଲା ହାତୀ ଉପରେ ଯାଇ ଠିଆ ହେଇଗଲା। ଆରେ ବିଲୁଆ, ଏ ହାତୀକୁ ମୁଁ ଖାଇବି। ପଳେଇ ଯା ଏଠୁ। ନାଇଁ ହେଟା ଭାଇ, ତମେ ହାତୀକୁ ଖାଇପାରିବନି। କଣ ହେଲା? ତୁ ମତେ ମନା କରୁଛୁ? ଆରେ ତୁ ମତେ ଅଟକେଇବୁ? ନାଇଁ ହେଟା ଭାଇ, ମୋର ଏତେ ସାହସ ଯେ ମୁଁ ତମକୁ ଅଟକେଇବି? ଏ ହାତୀକୁ ମତେ ସିଂହ ଭାଇ ଜଗିବାକୁ କହିଛନ୍ତି। ଏଇଟା ତାଙ୍କ ଶିକାର, ସେଥିପାଇଁ ମୁଁ ଜଗିକି ଏଇଠି ଛିଡା ହେଇଛି। ହେଟା ବାଘ ଦେଖିଲା କିଛି ଦୂରରେ ସିଂହ ଯାଉଥିଲା। ସେଥିପାଇଁ ସେ ବିଲୁଆର କଥାକୁ ବିଶ୍ୱାସ କରିନେଲା। ହଉ ଶୁଣ, ମୁଁ ଯାଉଛି। ସିଂହକୁ କହିବୁନି ଯେ ମୁଁ ଆସିଥିଲି, ହେଲା? ମୁଁ ତାଙ୍କୁ କହିବିନି। ବିଲୁଆ ପୁଣି ହାତୀକୁ ଖାଇବା ଚେଷ୍ଟାରେ ଲାଗି ପଡିଲା। ହେଲେ ତାର ସମସ୍ୟା ଯେ ସେ ହାତୀକୁ ଖାଇବ କେମିତି? ହାତୀର ଏତେ ମୋଟା ଚମଡ଼ା ଯେ ବିଲୁଆ କିଛି କରିପାରୁନଥିଲା। ଏତିକି ବେଳେ ଦେଖିଲା ଦୂରରୁ ବାଘଟିଏ ଆସୁଛି। ଆରେ ଇଏ ତ ବାଘ ଭାଇ ଆସିଲେଣି। ହେଟା ବାଘକୁ ତ ମୁଁ ବୋକା ବନେଇଦେଲି। ହେଲେ ବାଘ ଭାଇକୁ କେମିତି ବୋକା ବନେଇବି? ବାଘ ଭାଇର ଦାନ୍ତ ତ ମୁନିଆ। ସେ ହାତୀର ଚମକୁ କାମୁଡି ଖାଇପାରିବ। ହାତୀକୁ ଖାଇବା ପାଇଁ ମତେ ବାଘ ଭାଇର ସାହାଯ୍ୟ ନବାକୁ ହବ। ଆରେ ବାଘ ଭାଇ, କୁଆଡେ ଯାଉଛ? ଆରେ ବିଲୁଆ, ତୁ ଏଠି କଣ କରୁଛୁ?
ବାଘ ଭାଇ ସେ ସିଂହ ଭାଇ ମତେ ହାତୀଟାକୁ ଜଗିବା ପାଇଁ କହିଛି ପରା। କଣ ସିଂହ ଭାଇ ତତେ କହିଛନ୍ତି ଜଗିବା ପାଇଁ? ହଁ ପରା। ହେଲେ ଦେଖୁନ ସକାଳୁ କିଛି ଖାଇନି, ହାତୀର ମାଂସ ଦେଖି ଭାରି ଲୋଭ ହଉଛି। କଣ କରିବି ଯେ? ଆରେ ସିଂହ ଭାଇର ଖାଦ୍ୟ ଇଏ, ଜାଣିଛୁ ତ ତାଙ୍କ ଖାଦ୍ୟରେ କେହି ହାତ ମାରିଲେ ସେ କଣ କରିବେ? ଅବଶ୍ୟ ହାତୀଟା ତ ହୃଷ୍ଟପୃଷ୍ଟ ହେଇଛି, ହେଲେ ବାଘ ଭାଇ ମୁଁ ତ ବିଲୁଆଟିଏ, ମୋର ଏତେ ସାହସ ନାହିଁ। ତମେ ତ ଆମ ବାଘ ଭାଇ, ତମର ଯଦି ଇଚ୍ଛା ହଉଛି ତେବେ ଅଳ୍ପ ମାଂସ ଖାଇଦିଅ, ମୁଁ ସିଂହ ଭାଇକୁ କିଛି କହିବିନି। କିଛି ସମୟ ପରେ ବିଲୁଆ ଦେଖିଲା ବାଘ ଧୀରେ ଧୀରେ ସବୁ ଖାଇଦଉଛି। ତେଣୁ ତାକୁ ଡରେଇବା ପାଇଁ ସେ ମିଛ କହିଲା। ବାଘ ଭାଇ ସିଂହ ଭାଇ ଆସିଲେଣି, ତମେ ଜଲ୍ଦି ଏଠୁ ପଳାଅ। ଏତିକି ଶୁଣି ବାଘ ଶୀଘ୍ର ଦୌଡ଼ି ପଳେଇଲା। ଆଉ ବିଲୁଆ ବାଘ କାମୁଡ଼ିଥିବା ଜାଗାରୁ ଖାଇବା ଆରମ୍ଭ କଲା। ଏଣିକି ସେ ବେଶ୍ ଖୁସିରେ ପେଟ ଭର୍ତ୍ତି କରି ଖାଇ ଚାଲିଲା।